ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁଲଭରେ ଉପସ୍ଥିତ ଥିବା ସମସ୍ତ ଗୁରୁଜନ ବିଚାରକ ମଣ୍ଡଳ ତଥା ମୋର ପ୍ରତିଯୋଗୀ ଭାଇ ଭଉଣୀମାନଙ୍କୁ ମୁଁ ବିଭୂତି ମୋର ଆର୍ଥିକ ଅଭିନନ୍ଦନ ଓ ଶୁଭକାମନା ଜଣାଉଛି। ଉତ୍କୃଷ୍ଟ କଳାରାଜ ଉତ୍କଳ ଏବଂ କଳାରଙ୍ଗ କଳିଙ୍ଗ ଭାବରେ ପରିଚିତ ଆମର ଏହି ମାଟି ଏହାର ଲୋକକଳା ସ୍ଥାନ ସର୍ବୋଚ୍ଚ। ଏହି ଲୋକକଳାର ରହିଛି ଓଡ଼ିଶାର କଳା ସଂସ୍କୃତି ପରମ୍ପରା ଓ ଅନ୍ୟାନ୍ୟ ଏହି ଲୋକକଳା ଓ କାହାଣୀ ଯେପରି ଓଡ଼ିଶା କହୁଛି ସ୍ୱାମୀ ଜଗନ୍ନାଥଙ୍କ ପ୍ରତି ଭକ୍ତିର ସମର୍ପଣ ସେହିପରି ଛଉନୃତ୍ୟ କହୁଛି ଏକ ବୀର ଯୋଦ୍ଧାର କାହାଣୀ। ଏହିପରି ଅନେକ କାହାଣୀ ନେଇ ଅଛନ୍ତି ଆମ ବିଦ୍ୟାଳୟର କୁନି କୁନି ପ୍ରତିଭାମାନେ। ଦୟାକରି ଡେରି ନ କରି ସେମାନଙ୍କୁ କଳାକାର ଦେଇ ସ୍ୱାଗତ ଜଣାଇବା। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। अरे तुम मानक नाच देखी आम समस्ते बोर हो गलुनी समस्ते से एका भलिया नाचुच ए देखुन तुम जजेस माने भी खाली बाध्य बसी नाच देखुचंती तुम मानक नाचरे टिके विराम दियो मु तुम मानक गोटे कहानी कहूँ शुण देखिब तुम समस्त को बहुत मजा लगिबो। नदीर ना महानदी पुराण वर्णित चित्रत्पला वर्तमान महानदी छत्तीसगढ़ सिंघा पर्वत बाहरी दीर्घ 852 किलोमीटर पथ अतिक्रांत करी ओडिशार पारादीप ठारे बंगोपसागर रे लीन होईछि। ओडिशार जनजीवन संस्कृति और दैनंदिन जीवन चलनी पाई से पालटि जाइछि ओडिशार जीवन रेखा। से इतिहास प्रतिटी पृष्ठा ओडिशा सहित महानदीर संपर्क और ओडिया सहित तार अंतरंगतार कहानी शुणी चली केतेबेले मंद्र तो केतेबेले रुद्र स्वर रे।
ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କ ପୀଠ ଏହି ସମ୍ବଲପୁର। ଏଥିସହିତ ବିଶ୍ୱ ପ୍ରସିଦ୍ଧ ସମ୍ବଲପୁରୀ ଶାଢ଼ୀ ଓ ଲୋକନୃତ୍ୟ ଡାଲଖାଇର ପ୍ରୟୋଗଶାଳା। ସମ୍ବଲପୁର ଜିଲ୍ଲାରୁ ମହାନଦୀ ଦକ୍ଷିଣକୁ ମୁହାଁଇ ପାପକ୍ଷୟ ଘାଟଠାରେ ତେଲ ନଦୀ ସହିତ ମିଶିଛି। ତଟରେ ରହିଛି ମନ୍ଦିର ମାଳିନୀ ଐତିହାସିକ ସହର ସୁବର୍ଣ୍ଣପୁର। ବଲାଙ୍ଗୀର ଓ ସୁବର୍ଣ୍ଣପୁର ସଭାମଣ୍ଡିତ କରେ ସେଠାକାର ପ୍ରସିଦ୍ଧ ଲୋକନୃତ୍ୟ ଗୁର୍ଖା ନୃତ୍ୟ। ମହାନଦୀର ଦକ୍ଷିଣରେ ବୌଦ୍ଧ ଧର୍ମର କୀର୍ତ୍ତିଗାନ କରୁଥିବା ଜିଲ୍ଲା ବୌଦ୍ଧ ଜିଲ୍ଲା। ସମନାଥକୁ ନେଇ ଚାରିଶମ୍ଭୁ ନାମରେ ବିଖ୍ୟାତ ଏହି ଶୈବ କ୍ଷେତ୍ର। ଶୈବ ଧର୍ମର ଏହି ପୀଠରେ ଶିବଙ୍କ ସହିତ ଶକ୍ତିକୁ ଆରାଧନା କରିବା ଆଧାରରେ ସୃଷ୍ଟି ହୁଏ ଦଣ୍ଡ ନୃତ୍ୟ ଏବଂ ବାଘ ନୃତ୍ୟ। ମହାନଦୀ ତଟରେ ଜଗନ୍ନାଥଙ୍କ ଆଦି ରୂପ ନୀଳମାଧବ ପୂଜା ପାଆନ୍ତି ନୟାଗଡ଼ର କଣ୍ଟିଲ ଠାରେ। ଶବର ଶ୍ରୀକ୍ଷେତ୍ର ଭାବରେ ବେଶ ଜଣାଶୁଣା କୋରାପୁଟ ଢେମ୍ସାର ତାଳେ ତାଳେ ନୟାଗଡ଼ ଜିଲ୍ଲାରୁ ମହାନଦୀ ବୋହି ଚାଲେ କଟକ ଜିଲ୍ଲାକୁ। ହଜାର ହଜାର ବର୍ଷର ଓଡ଼ିଆ ସଂସ୍କୃତିର ଗନ୍ତାଘର ଏହି କଟକ ସହର। ପୁରାଣ ବର୍ଣ୍ଣିତ ଚୈତିଘୋଡ଼ା ନୃତ୍ୟର ସହର ଧବଳ ଟଗର କଟକ ନଗର। ଜଗତସିଂହପୁର ଜିଲ୍ଲାର ପାରାଦୀପ ବନ୍ଦରକୁ। ପାରାଦୀପ ଠାରେ ସମୁଦ୍ର ଗର୍ଭରେ ନିଜର ସତ୍ତାକୁ ସମର୍ପି ଦେଇଛି ଏହି ପୂର୍ଣ୍ଣତୟା ମହାନଦୀ। ପରିଶେଷରେ ପୁରୀ ମହୋଦଧି କୂଳରେ ଥିବା ଶ୍ରୀମନ୍ଦିରରେ ବିରାଜିତ ଓଡ଼ିଆ ଜାତିର ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଦସ୍ପର୍ଶର ସୁଯୋଗ ପାଇ ଗୋଟିପୁଅ ନୃତ୍ୟରେ ନୃତ୍ୟ କରି ଚାଲିଛି ମହାନଦୀ, ଏହି ମହାନଦୀ। କାହାଣୀଟି କେମିତି ଲାଗିଲା? ବହୁତ ମଜା ଲାଗିଲା। ଆହୁରି ଅନେକ କାହାଣୀ ଅଛି ଯାହା ଓଡ଼ିଶାର ଲୋକନୃତ୍ୟ ସହିତ ଜଡ଼ିତ। ହେଲେ ଏହି 10 ମିନିଟ୍ ଭିତରେ ସବୁ କିଛି ଉପସ୍ଥାପନ କରିବା ସମ୍ଭବ ନୁହେଁ। ଏଇ ଦେଖ ଅନ୍ୟ ପ୍ରତିଯୋଗୀ ମାନେ ମଞ୍ଚ ପାଖକୁ ଆସିଗଲେଣି। ଚାଲ ଚାଲ ଏବେ ଯିବା।